ଆସିଲା ବଡ ଖବର ଏଣିକି ଆଧାର ସହ ଲିଙ୍କ ହେବ ଭୋଟର ଆଇଡି କାର୍ଡ। ତ ଦେଖନ୍ତୁ ଯଦି ଆପଣମାନେ ଭୋଟର ଆଇଡି ସହିତ ଆପଣମାନେ ଯଦି ଏବେ ପର୍ଯ୍ୟନ୍ତ ଆଧାର ଲିଙ୍କ କରିନାହାନ୍ତି ତାହେଲେ ଖୁବ୍ ଶୀଘ୍ର ଆପଣମାନେ ସିଏସସି ସେଣ୍ଟରରେ ବା ନିଜ ମୋବାଇଲରେ ଆପଣମାନେ ଆଧାର ସହିତ ଭୋଟର ଆଇଡି ଲିଙ୍କ କରିବେ। ତ କଣ ଅପଡେଟ୍ ରହିଛି ଦେଖନ୍ତୁ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଫୁଲ୍ ଷ୍ଟେପ୍ ବାଇ ଷ୍ଟେପ୍ ଜାଣିପାରିବେ। ଏଣିକି ଆଧାର ସହ ଲିଙ୍କ ହେବ ଭୋଟର ଆଇଡି କାର୍ଡ। ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ମାର୍ଚ୍ଚ 18ରେ ଗୃହ ସଚିବ ଆଇନ ସଚିବ ଏବଂ ଆଧାର କାର୍ଡ ଜାରି କରିଥିବା ସଂଜ୍ଞା ଭାରତୀୟ ପରିଚୟ ପ୍ରମାଣକରଣ ୟୁଆଇଡିଆଇର ସିଇଓକୁ ଭେଟିବେ। ଏହି ବୈଠକରେ ଆଧାର ସହ ଏବଂ ଭୋଟର ପରିଚୟ ପତ୍ରକୁ ଲିଙ୍କ କରିବା ଉପରେ ଆଲୋଚନା ହେବ। ଏହା ପ୍ରଥମ ଥର ପାଇଁ ନିର୍ବାଚନ ଡୁପ୍ଲିକେଟ୍ ଇପିକ୍ ନମ୍ବର ସମ୍ପର୍କରେ ଏପରି ବୈଠକ କରୁଛନ୍ତି। ଦେଶର ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ କରିବାକୁ ମଧ୍ୟ କୁହାଯାଇଛି। 800 ଜିଲ୍ଲାରେ ରାଜନୈତିକ ଦଳଗୁଡ଼ିକ 5000ରୁ ଅଧିକ ବୈଠକ କରାଯିବ, ଯାହାର ରିପୋର୍ଟ ମାର୍ଚ୍ଚ 31 ସୁଦ୍ଧା ନିର୍ବାଚନ କମିଶନକୁ ପ୍ରଦାନ କରାଯିବ। ପୂର୍ବରୁ ତୃଣମୂଳ କଂଗ୍ରେସ ଡୁପ୍ଲିକେଟ୍ ଇପିକ୍ ନମ୍ବର ପ୍ରସଙ୍ଗ ଉଠାଇଥିଲେ, ଯାହାକୁ ଅନ୍ୟ ଅନେକ ରାଜନୈତିକ ଦଳ ମଧ୍ୟ ଉଠାଇଛନ୍ତି। ଏହାପରେ ତୃଣମୂଳ କଂଗ୍ରେସର ଏକ ପ୍ରତିନିଧି ଦଳ ମଧ୍ୟ କମିଶନକୁ ଭେଟିଥିଲେ। ବାଜପା, କଂଗ୍ରେସ ଏବଂ ଆପ୍ ସମେତ ଅନେକ ଦଳ ଭୋଟର ତାଲିକାରେ ଜାଲିଆତି ଏବଂ ନକଲି ଭୋଟର ପ୍ରସଙ୍ଗ ଉଠାଇଛନ୍ତି।